କାଲି ବାହୁଡ଼ା ଯାତ୍ରା ଥିବାରୁ କୋଭିଡର ଚତୁର୍ଥ ଲହର ପାଇଁ ସଚେତନତା। ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଢେଙ୍କାନାଳ ଜିଲ୍ଲା ପୋଲିସ ପ୍ରଶାସନ ଓ ପୌରପାଳିକା ତା ସହିତ ପୋଲିସ ପ୍ରଶାସନ ଓ ବାଣିଜ୍ୟ ସଂଘ ପକ୍ଷରୁ କୋଭିଡର ଚତୁର୍ଥ ଲହର ଆସୁଥିବାରୁ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରାଯାଉଛି। ସେଥିପାଇଁ ଆଜି ଏକ ସଚେତନ ରଥ ପୌରପାଳିକା କାର୍ଯ୍ୟାଳୟରୁ ବାହାରି ପୌର ନିର୍ବାହୀ ଅଧିକାରୀ ଅତୁଲ କୁମାର ସାମନ୍ତଙ୍କ ତତ୍ତ୍ୱାବଧାନରେ ସହରର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିଥିଲା ଓ ତା ବିଷୟରେ ଅବଗତ ମଧ୍ୟ କରାଯାଇଥିଲା ଓ ଆସନ୍ତାକାଲି ବାହୁଡ଼ା ଯାତ୍ରାକୁ ଆଖି ଆଗରେ ରଖି ଜିଲ୍ଲାପାଳଙ୍କ ତରଫରୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଜନସାଧାରଣ ତଥା ସମସ୍ତ ବ୍ୟକ୍ତିବିଶେଷ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କୁ ଜଣାଇ ଦିଆଯାଉଛି କି ଯେ କରୋନାର ଚତୁର୍ଥ ଲହର ବର୍ତ୍ତମାନ ସାରା ଦେଶରେ ତଥା ଆମ ରାଜ୍ୟ ଓଡ଼ିଶାରେ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସନ୍ତା ବାହୁଡ଼ା ଯାତ୍ରାରେ ସମସ୍ତ ଜନସାଧାରଣ ମାସ୍କ ପିନ୍ଧିବାକୁ ବାଧ୍ୟ ଜନସାଧାରଣ ତଥା ସମସ୍ତ ବ୍ୟକ୍ତିବିଶେଷ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କୁ ଜଣାଇ ଦିଆଯାଉଛି କି ଯେ କରୋନାର ଚତୁର୍ଥ ଲହର ବର୍ତ୍ତମାନ ସାରା ଦେଶରେ ତଥା ଆମ ରାଜ୍ୟ ଓଡ଼ିଶାରେ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସନ୍ତା ବାହୁଡ଼ା ଯାତ୍ରାରେ ସମସ୍ତ ଜନସାଧାରଣ ମାସ୍କ ପିନ୍ଧିବାକୁ ବାଧ୍ୟ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କୁ ଜଣାଇ ଦିଆଯାଉଛି କି ଯେ କରୋନାର ଚତୁର୍ଥ ଲହର ବର୍ତ୍ତମାନ ସାରା ଦେଶରେ ତଥା ଆମ ରାଜ୍ୟ ଓଡ଼ିଶାରେ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉଛି। ଏଣୁ କରୋନାକୁ ଆଗକୁ ନ ବଢ଼ାଇବା ପାଇଁ ଆମେ ସମସ୍ତେ ମାସ୍କ ପିନ୍ଧିବା ସହ ଜିଲ୍ଲା ପ୍ରଶାସନ ପୌର ପ୍ରଶାସନ ଓ ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି। ଏତଦ୍ୱାରା ଢେଙ୍କାନାଳ ସହରର ସମସ୍ତ ଜନସାଧାରଣ ତଥା ସମସ୍ତ ବ୍ୟକ୍ତିବିଶେଷ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କୁ ଜଣାଇ ଦିଆଯାଉଛି।